ଚାକିରି କରିବା ଆଗରୁ ମୁଁ ଆମ ଘର କ୍ରସର ଜମି ପଛପଟେ ଗୋଟେ ପୋଖରୀ ଖୋଳିଥିଲି ଛୋଟିଆଟେ। ଆଜି ଏଠି ଏତେ ପାଣି ହେଇଯାଇଛି ତ ମୁଁ ଘରକୁ ଆସିଥିଲି, ଭାବିଲି କାହିଁ ଫାଙ୍କା ଅଛି ମାଛ କିଛି ଛାଡ଼ିଦେବା। ମାଛ ଛାଡ଼ିବା ଆଗରୁ ତାର ଖାଇବାଟା ଆଗେ ରେଡ଼ି କରିଦେବା। ଏଇ ହେଲା ପ୍ରୋବାୟୋଟିକ୍ସ ବନା ହେଉଛି କିଛି ବ୍ୟାକ୍ଟେରିଆ ଯେଉଁଟାକି ନ୍ୟାଚୁରାଲି ଗ୍ରୋ କରିବେ ପାଣିରେ। ତ ମାଛମାନେ ଆକୁ ଇଜିଲି ଖାଇପାରିବେ। ତ ଏତେ ଦାନା ଦେଇତେ ପଡ଼ିବନି ଯେ ଅଟୋମେଟିକ୍ ସେମାନେ ପାଣିରୁ ଖାଦ୍ୟଟା ନେଇପାରିବେ। ତା ପାଇଁ ପାଚିଲା କଦଳୀ, ଗୁଡ଼, ଚିନି ଏସବୁ ମିଶାଇକି ଗୋଟେ ପୁରା ଫେଣ୍ଟିକି ତାକୁ ଗୋଳିକି ରେଡ଼ି କରିଦିଆଯିବ। ସେଠାରେ ପ୍ରୋବାୟୋଟିକ୍ସ ଅଛି, ମେଡ଼ିସିନ୍ ପକାଯିବ। 4-5 ଦିନ ତାକୁ ରଖିକି ଘାଣ୍ଟିଲେ, ଡେଲି 2 ଥର ଲେଖା ଘାଣ୍ଟିଲେ ସେ ଗୋଟେ ବ୍ୟାକ୍ଟେରିଆ ସେଠି ଫର୍ମେସନ୍ ହେବ। ତ ତାକୁ ଯଦି ଆମେ ପାଣିରେ ଗୋଳେଇକି ପକାଉଛେ ତ ସେଇଠି ଅଟୋମେଟିକ୍ ବ୍ୟାକ୍ଟେରିଆ ପାଣିରେ ଗ୍ରୋ କରିବ, ତାକୁ ମାଛମାନେ ଖାଇବେ। ହେଲେ ତାଙ୍କର ଫୁଡ଼ କନଜ୍ୟୁମ୍ଟା ସବୁବେଳେ ତାଙ୍କ ପାଇଁ ଏବିଲିଟି ରହିବ। ପ୍ଲସ୍ ଆମେ ଯେତେବେଳେ ଦାନା ବି ନ ପକାଉଛେ ତ ସେ ସେମିତି ଖାଇକି ରହିପାରିବେ। ତାଙ୍କ ପାଇଁ ଏଇଟା ରେଡ଼ି ହେଇଯିବ। ଆଟଲିଷ୍ଟ 4-5 ଦିନ ଲାଗିବାକୁ ପ୍ରିପେୟାର ହେଇଥାଏ। ତ ସେଇଟା ଆମେ ଆଗୁଆ ବନେଇକି ରଖିଦେଇଛୁ। ଏଇଟା ସେ ପ୍ରୋବାୟୋଟିକ୍ ଯେଉଁଟା ଆମେ ସେଠି ମିଶାଇଛୁ। ତାପରଦିନ ମାଛ ଛାଡ଼ିବାକୁ ଆମେ ପହଞ୍ଚିଗଲେ। ମମିଙ୍କି ବି ସାଙ୍ଗରେ ନେଇଯାଇଛି, ତାଙ୍କର ଫଟୋ ଦରକାର ମାଛ ଛାଡ଼ିଲା ବେଳେ। ଆଗରୁ ଘର 5-6 କିଲୋ ମାଛ ଛାଡ଼ିଥିଲେ, କିନ୍ତୁ ମୁଁ ଆସିଲା ପରେ ଯାଇକି ମାଛ ନେଇକି ଆସିଲୁ। ଏଥର ଟିକେ ବେଶୀ କ୍ୱାଣ୍ଟିଟିରେ ମାଛ ଆଣିଛୁ ଛାଡ଼ିବା ପାଇଁ, ଯେହେତୁ 5 ଫୁଟର ଉପରକୁ ପାଣି ଅଛି। ତ ଅଧିକା ମାଛ ଟିକେ ଆଣିକି ଛାଡ଼ିଦେଲୁ ପଛରେ। ଏଇଟା ଏକ୍ସପେରିମେଣ୍ଟ, ପାଣି ରହିବ କି ଶୁଖିଯିବ ଜଣା ନାହିଁ ଏ ପୋଖରୀରେ। ଏଇ ଗୋଟେ ବର୍ଷ ଟ୍ରାଏଲ୍ ହେଲେ ଜଣାପଡ଼ିବ। ତ ଦୁର୍ଗା ପୂଜା ଟାଇମ୍ ଆସିଗଲାଣି, ବହୁତ ଲେଟ୍ ହେଇଯାଇଛି। ଏଇଟା ଆମ ଘରେ ଆସନ୍ତି ବେଲବରଣ ପାଇଁ। ଆମ ଛକରେ ଦୁର୍ଗା ପୂଜା ହୁଏ। ମୁଁ ଜନ୍ମରୁ ହେଲା ପାଖରୁ ଦେଖୁଛି ସେମାନେ ପ୍ରତିବର୍ଷ ଆମ ଘରକୁ ଆସନ୍ତି, ବେଲବରଣ ହୁଏ। କାଲି ସେମାନେ ଆସିକି ବେଲ ନେଇକି ଯିବେ। ଆଉ ଏରକ ସିନେରୀ ତ ମୁଁ ଇଆଡ଼େ ଦେଖିବାକୁ ପାଉନି, ଯାହା ଘରକୁ ଗଲେ ହିଁ ଦେଖିବାକୁ ମିଳେ। ଆମ ଘରଠୁ ଜଷ୍ଟ 1 କିଲୋମିଟର ଦୂରରେ ନୀଳଗିରି ଯିବା ରୋଡ଼ରେ ଏଇଟା ଦେଖିଲି, ବହୁତ ଭଲ ଲାଗିଲା। ତ ତାର ଭିଡ଼ିଓ ଗୋଟେ ନେଇଗଲି। ମୁଁ ଏବେ ଯେଉଁ ଏରିଆରେ ଜବ୍ କରୁଛି ରହିଛି, ଏପଟେ ଏମିତି ନାହିଁ, ଜଙ୍ଗଲ ହିଁ ନାହିଁ। ଜଙ୍ଗଲ ଖାଇଗଲେଣି ସବୁ। ଏଇଟା ସବୁ ଆମ ଘର ଚାରିପାଖରେ ହିଁ ଏମିତି ଜଙ୍ଗଲ ପାହାଡ଼ ଅଛି। ବର୍ଷାରେ ଟିକେ ବୁଲିତେ ପଳେଇ ଆସିଥିଲି। ହାଏ, ଦଶହରା ସରିଲା, ଏବେ ମୁଁ ଚାଲିଲି ମୋର ଅଫିସ୍। ଘରେ ରହିଗଲି 1 ୱିକ୍। ଜଷ୍ଟ ଭୁବନେଶ୍ୱରରେ ପହଞ୍ଚିଲି। ବାଣୀ ବିହାରରେ ପୁରା ଜବରଦସ୍ତ ମେଢ଼ ଆଜି ଦଶହରା। ବହୁତ ଲୋକ ଆସିଛନ୍ତି ଦେଖିବା ପାଇଁ, ବହୁତ ସୁନ୍ଦର ମେଢ଼ ବନେଇଛନ୍ତି ଏଠି। ତ ଆଜି ରାତିରେ ମୁଁ ଏଇଠି ଷ୍ଟେ କରିବି, କାହିଁକିନା କାଲି ସକାଳେ ମୋତେ ନନ୍ଦନକାନନ ଯିବାର ଅଛି। ତ ବହୁତ ହି ବ୍ୟୁଟିଫୁଲ୍ ଲୋକେସନ୍ରେ ଆଜି ମୁଁ ରହିଲି। କାଲି ସକାଳୁ ଉଠିକି ମୁଁ ନନ୍ଦନକାନନ ବାହାରିଯିବି। ଫାଇନାଲି ଆସିକି ନନ୍ଦନକାନନରେ ପହଞ୍ଚିଗଲି। ଷ୍ଟାର୍ଟିଂ ଆରମ୍ଭ ହେଲା। ଏଠି ଲିଓପାର୍ଡ ଗୋଟେ ଅଛି। ମୁଁ କ୍ୟାମେରା ଆଣିଲି ସାଙ୍ଗରେ, ମୋବାଇଲରେ ଯାହା ଯେତିକି ହେଇପାରୁଛି ସେମିତି ଏଥିରେ ଉଠେଇ ଦେଇଛି। ଏଇଟା ୱାଇଲ୍ଡ ଡଗ୍। ଏବେ ଦେବରିଗଡ଼ରେ ବି ଅଛନ୍ତି ବୋଲି ଶୁଣାଯାଉଛି। ଯେହେତୁ ମୁଁ ସେମ୍ ଫିଲ୍ଡରେ ମୁଁ ଜବ୍ କରେ, ତ ମୋର ୱାଇଲ୍ଡ ଲାଇଫ୍ ପ୍ରତି ଟିକେ ଇଣ୍ଟରେଷ୍ଟ ଅଛି। ତ ମୁଁ ଯେବେ ବି ମୋତେ ଚାନ୍ସ ମିଳେ ମୁଁ ନନ୍ଦନକାନନ ଆସେ। ଜଙ୍ଗଲୀ କୁକୁର, ତାଙ୍କର ଭେରାଇଟି କଲର୍ ନଥାଏ, ଏ ସେମ୍ ରେଡ଼୍ କଲର୍ରେ ହିଁ ସବୁ ଆସିବେ। ବିଲୁଆ ଭଳିଆ ପୁରା ତାଙ୍କର ଦେଖାଯାଏ, ସେମ୍ ବିହେଭିଅର୍। ଏବେ ଟାଇଗର ସଫାରି ପାଖରେ ପହଞ୍ଚିଗଲି ଆସିକି। ଗୋଟେ ବ୍ୟୁଟିଫୁଲ୍ ହ୍ୱାଇଟ୍ ଟାଇଗର। ଆମ ନନ୍ଦନକାନନ ଫେମସ୍ ୟାହାରି ପାଇଁ ହିଁ, ହ୍ୱାଇଟ୍ ଟାଇଗର। ଗୋଟେ ନୁହେଁ, ବହୁତ ସାରା ଅଛନ୍ତି। ଆଗକୁ ଭିଡ଼ିଓରେ ବି ଅଛି, ମାନେ ଦେଖାହେବେ। ପ୍ରିଭିୟସ୍ ଥର ଆସିଥିଲି ଟିକେ ୱିକ୍ ଜଣାପଡ଼ୁଥିଲେ, ବଟ୍ ଏଥର ପୁରା କଟା ତନ୍ଦୁରୁସ୍ତ ଅଛନ୍ତି ପୁରା। ଏଇଟା ମେଲ୍ଟା, ବହୁତ ହି ସୁନ୍ଦର ଦେଖାହେଉଛି।
କ'ଣ ଲାଗୁଛି ଇଏ? ଇଏ ହେଲା କାନନ। ତ ଆ ନାଁରୁ ହିଁ ନନ୍ଦନକାନନ ହେଇଥିଲା। ତ ଆର ଷ୍ଟୋରି ହେଲା କି ଇଏ ଗୋଟେ ୱାଇଲ୍ଡରେ ରହୁଥିବା ଟାଇଗର ଯେ ମେଟିଂ ପାଇଁ ଭିତରକୁ ଆସିଯାଇଥିଲା। ତ ସେବେଠୁ ସେ କ୍ୟାପ୍ଟିଭରେ ହିଁ ତା ଜୀବନଟା ନନ୍ଦନକାନନରେ ହିଁ ରହିଲା। ମାନେ ନିଜ ଫ୍ରିଡ଼ମକୁ ଛାଡ଼ିକି ସିଏ ଆ ଭିତରକୁ ପଳେଇ ଆସିଥିଲା ଗୋଟେ ଫିମେଲ୍ ସହିତ ମେଟିଂ କରିବା ପାଇଁ। ସେବେଠୁ ସେ ନନ୍ଦନକାନନରେ ରହିଲା। ତା ପାଖରୁ ବହୁତ ଛୁଆ ନନ୍ଦନକାନନରେ ଅଛନ୍ତି। ଆଉ ଇଏ ତ ହ୍ୱାଇଟ୍ ଟାଇଗର, ଏଇଟା ସେକେଣ୍ଡ ନମ୍ବର ହ୍ୱାଇଟ୍ ଟାଇଗର। ଫାର୍ଷ୍ଟ ଗୋଟେ ଦେଖେଇଥିଲି, ଏଇଟା ସେକେଣ୍ଡ। ଏମିତି ଆହୁରି ଅଛନ୍ତି। ଏଠି ଗୋଟେ କ'ଣ ଗୁମ୍ଫା ଭଳିଆ ଦେଖିଲେ ଦୁଇ ଜଣ ବାହାରିଲେ, ଭିତରେ ପଶି ଯାଇକି ଦେଖୁଛି କ'ଣ ଅଛି ଆ ଭିତରେ। ଆରେ ଭାଇ ଏଠି ତ ଘଡ଼ିଆଲ ଅଛି, ଥଣ୍ଟିଆ କୁମ୍ଭୀର। ଏଠି ପାଣିରେ ବି ଗୋଟେ କ'ଣ ଅଛି। ଏ ଡେଞ୍ଜର ସନସେଟ୍ ଟର୍ଟଲ। କେତେ ବଡ଼ଟା ଏଟା। ଆକୁ କୁମ୍ଭୀର ଖାଇପାରିବନି, ସିଏ ଓନ୍ଲି ମାଛ ଏକା ଖାଇପାରିବ। ତାଙ୍କ ବାଇଟ୍ ଫୋର୍ସ ଏତେ ନୁହେଁ କି ସିଏ ଆକୁ ମାରିକି ଖାଇପାରିଲା ଭଳିଆ। ଛୋଟ ବି ଅଛନ୍ତି। ହେଟା ବାଘ, ଷ୍ଟ୍ରାଇପ୍ଡ ହାଇନା। ଇଣ୍ଡିଆରେ ତ ଖାଲି ଏଇଟା ହିଁ ମିଳେ। ଏଠି ହାଇନା କାଇଁ? ଖାଲି ଫଟୋ ଅଛି କିନ୍ତୁ ହାଇନା ନାହିଁ। ବାକି ମୁଁ ଯେଉଁଠି ରୁହେ ସେଇଠି ଆମର ଗୋଟେ ହାଇନା ରେସ୍କ୍ୟୁ ହେଇକି ଅଛି। ଇଏ ହେଲା ଗ୍ରେ ଉଲ୍ଫ। 6-7ଟା ଖଣ୍ଡେ ଅଛନ୍ତି। ଏଇଟା ଆରାମସେ ଚିଲ୍ କରୁଛନ୍ତି। ଏସିଆଟିକ୍ ଲାୟନ ଓନ୍ଲି ଗୁଜରାଟର ଗିର୍ରେ ଏମାନେ ଅଛନ୍ତି, ଆଉ କେଉଁଠି ନାହାନ୍ତି। ଫାର୍ଷ୍ଟ ଥର ଆସିଥିଲି ଜମା 2ଟା ଥିଲେ, ଗୋଟେ ମେଲ୍ ଗୋଟେ ଫିମେଲ୍। ଏଥର ସେକେଣ୍ଡ ଟାଇମ୍ 4ଟା ଦେଖିଲି, ମେଲ୍ ଫିମେଲ୍। ଏଠି 2ଟା ଫିମେଲ୍ ଅଛନ୍ତି, ଏ 2ଟା ଯାକ ଫିମେଲ୍। ବିରାଟ ବଡ଼, 3ଟା ଅଛନ୍ତି ଏଇଠି ଗୋଟେ କେଜ୍ରେ। ମା ଆଉ ତାର 2ଟା ଛୁଆ ବୋଧେ। ଏଇଠି 2ଟା ଅଛନ୍ତି, ଗୋଟେ ଉପରେ ଶୋଇଛି, ଗୋଟେ ତଳେ ଶୋଇଛି। ଏଇଟା ବି ଛୁଆଟା, ଭାଇ ଭଉଣୀ 2ଟା, ମା। ଏଠି ଆସିଲା ମଜାଦାର ଜିନିଷ, ଏସିଆଟିକ୍ ଏଲିଫେଣ୍ଟ। ଇଏ ତାର ମସ୍ତ ଡାନ୍ସିଂ ଷ୍ଟେଜ୍ରେ ତାର ଅଛି। ଷ୍ଟାର୍ଟିଂରୁ ଏମିତି ଯେ ନାଚୁଛି। ଆହୁରି ବହୁତ ଜିନିଷ ଅଛି ନନ୍ଦନକାନନରେ ଦେଖିବା ପାଇଁ। ମୁଁ ଯେଉଁଠିକି ବି ଯିବି ପୁରା ମନ ଭରିଲା ଯାଏଁ ତାଙ୍କୁ ଦେଖିବି, ତାପରେ ଆଉ ଗୋଟେ ଜାଗାକୁ ଯିବି। ଲାଇଫ୍ରେ କେବେ ବାଘକୁ ମୁଁ ପାଣିରେ ପହଁରିବାର ଦେଖିନଥିଲି। ଏଇଟା ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ବାଘକୁ ପାଣିରେ ପହଁରିବାର ଦେଖିଲି, ସେ ବି ଏତେ କ୍ଲୋଜ୍ରୁ। ମୁଁ ଜାଣିଥିଲି ଯେ ସେମାନେ ଭଲ ସୁଇମର, କାହିଁକିନା ସୁନ୍ଦରବନରେ ସେମାନେ ରୁହନ୍ତି ଗୋଟେ ମାନେ ହେନ୍ତାଳ ଜଙ୍ଗଲରୁ ଆଉ ଗୋଟେ ହେନ୍ତାଳ ଜଙ୍ଗଲ, ସେମାନେ ପହଁରିକି ପଳାନ୍ତି। ଗୋଟେ ଛୋଟ ଛୋଟ ଦ୍ୱୀପରୁ ଆଉ ଗୋଟେ ଦ୍ୱୀପକୁ ସେମାନେ ପହଁରିକି ପଳାନ୍ତି, ମୁଁ ଜାଣିଥିଲି। କିନ୍ତୁ ଲାଇଫ୍ରେ କେବେ ଏଭଳିଆ ଇଏଟା ଦେଖିବି ବୋଲି କେବେ ଭାବିନଥିଲି।
ମେଲାନୋଷ୍ଟିକ୍ ଟାଇଗର ହେଲା ଗୋଟେ ଜାଗାରେ ମିଳେ, ସେଟା ହେଲା ଶିମିଳିପାଳରେ, ଯେଉଁଠି ମୁଁ ଆଗରୁ କାମ କରୁଥିଲି। ଏଇଟା ଗୋଟେ ରେଷ୍ଟ ରୁମ୍, ଏମାନେ ଏଠି ରେଷ୍ଟ କରୁଛନ୍ତି।